ଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ବିଚିତ୍ର ଏ ବିଶ୍ୱରେ ପ୍ରତିଦିନ ଘଟିଥାଏ ଅନେକ ଅଦ୍ଭୁତ ଘଟଣା। ପ୍ରକୃତିର ଅନେକ ଆଶ୍ଚର୍ଯ୍ୟ ମଣିଷକୁ ଚମତ୍କୃତ କରେ। ଘଟଣା ପ୍ରବାହରେ ବିତି ଯାଇଥିବା ଅନେକ ଇତିହାସ ପୁଣି ସାମ୍ନାକୁ ଆସି ରୋମାଞ୍ଚିତ କରିଥାନ୍ତି। ଏପରି କେତେକ ଚର୍ଚ୍ଚିତ ଘଟଣା ସମ୍ପର୍କରେ ଜାଣିବା। ସୂର୍ଯ୍ୟ ସକଳ ଶକ୍ତିର ଆଧାର। ସୂର୍ଯ୍ୟଙ୍କର ଆଲୋକ ଯୋଗୁଁ ଏ ପୃଥିବୀରେ ଜୀବନ ଧାରଣ ସମ୍ଭବ ହୋଇପାରିଛି। ଭାରତ ସମେତ ବିଭିନ୍ନ ସଂସ୍କୃତିରେ ସୂର୍ଯ୍ୟଙ୍କୁ ଆରାଧନା କରାଯାଇଥାଏ। ତେବେ ବିଶ୍ୱରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ଦିନ ଶେଷରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଦେଖି ଲୋକେ ତାଳି ମାରନ୍ତି। ବ୍ରାଜିଲର ରିଓ ଡି ଜେନେରୋଠାରେ ଏପରି ଅନନ୍ୟ ପରମ୍ପରା ଦେଖିବାକୁ ମିଳେ। ଏଠାକାର କେତେକ ବେଳାଭୂମିରେ ଲୋକେ ସୂର୍ଯ୍ୟାସ୍ତ ସମୟକୁ ଏକାଠି ହୋଇ ଅସ୍ତଗାମୀ ସୂର୍ଯ୍ୟଙ୍କ ମନଲୋଭା ଦୃଶ୍ୟକୁ ଦେଖନ୍ତି ଏବଂ ସମସ୍ତେ ମିଶି ତାଳି ମାରିଥାନ୍ତି। ସତେ ଯେମିତି ସାରାଦିନର ସୂର୍ଯ୍ୟଙ୍କ କାର୍ଯ୍ୟ ତଥା ଉପକାର ପାଇଁ ସେମାନେ କୃତଜ୍ଞତା ଜଣାଉଛନ୍ତି ତଥା ଈଶ୍ୱରଙ୍କର ଏପରି ଅଦ୍ଭୁତ ଦୃଶ୍ୟକୁ ମଧ୍ୟ ପ୍ରଶଂସା କରୁଛନ୍ତି। ଶିକାର କରୁଥିବା ଅନେକ ମାଂସାଶୀ ପ୍ରାଣୀଙ୍କ କୌଶଳ ସମ୍ପର୍କରେ ଜାଣିଥିବେ। ତେବେ ଏମିତି ଏକ ପ୍ରାଣୀ ଅଛି ଯିଏ ପ୍ରଥମେ ଶିକାରର ଖପୁରି ଚୂନା କରିଦିଏ। ଏହି ପ୍ରାଣୀର ନାମ ହେଲା ଜାଗୁଆର। କଲରା ପତରିଆ ପ୍ରଜାତିର 5ଟି ବୃହଦାକାୟ ପ୍ରାଣୀ ମଧ୍ୟରେ ଅନ୍ୟତମ ଜାଗୁଆରର ଦାନ୍ତ ଓ ଜାବ ଏତେ ଶକ୍ତ ଯେ ଏହା ଭିତରେ ପଶିଗଲେ ଶିକାର ହେଉଥିବା ଜନ୍ତୁର ଖପୁରି ଫାଟି ଚୂନା ହୋଇଯାଏ। ତେବେ ପ୍ରାକୃତିକ ଖାଦ୍ୟ ଶୃଙ୍ଖଳ ଅବ୍ୟାହତ ରଖିବାରେ ଜାଗୁଆରର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ଜାଗୁଆର ଲମ୍ଫ ମାରିବା ସହ ଗଛ ଚଢ଼ିପାରେ ଏବଂ ଭଲ ସନ୍ତରଣକାରୀ ମଧ୍ୟ। ଇଣ୍ଟରନ୍ୟାସନାଲ ୟୁନିୟନ ଫର କନଜରଭେସନ ଅଫ ନେଚର ଜାଗୁଆରକୁ ବିଲୁପ୍ତପ୍ରାୟ ପ୍ରାଣୀ ଭିତରେ ସାମିଲ କରିଛି। ଖାଦ୍ୟ, ବାସସ୍ଥାନର ଅଭାବ ଓ ମଣିଷ ସହ ସଂଘର୍ଷ ଏହାର ସଂଖ୍ୟା ହ୍ରାସର କାରଣ ହୋଇଛି। ଆମେରିକୀୟ ମହାଦେଶରେ ଦେଖାଯାଉଥିବା ଏକମାତ୍ର ବାଘ ଶ୍ରେଣୀୟ ପ୍ରାଣୀ ହେଉଛି ଜାଗୁଆର। ଏହାର ସଂରକ୍ଷଣ ଏବେ ସମସ୍ତଙ୍କ କର୍ତ୍ତବ୍ୟ ହୋଇଛି। ଦୀର୍ଘ ବର୍ଷ ପରେ ବି ଇତିହାସ ପୁଣି ସାମ୍ନାକୁ ଆସିପାରେ। ଦ୍ୱିତୀୟ ବିଶ୍ୱଯୁଦ୍ଧ 1945 ମସିହାରେ ଶେଷ ହୋଇଥିଲା। ତେବେ ଏହି ସମୟରେ ସମୁଦ୍ରରେ ବୁଡ଼ି ଯାଇଥିବା ଏକ ଜାହାଜର ଧ୍ୱଂସାବଶେଷ ନିକଟରେ ଉଦ୍ଧାର କରାଯାଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ 864 ଜଣ ଅଷ୍ଟ୍ରେଲୀୟ ସୈନ୍ୟଙ୍କୁ ଧରି ଯିବା ସମୟରେ ଜାପାନର ଏକ ଜାହାଜ ସମୁଦ୍ରରେ ବୁଡ଼ି ଯାଇଥିଲା। ଗତ ବର୍ଷ MS ମଣ୍ଟେଗଭିଓ ନାମକ ଏହି ଜାହାଜର ଭଗ୍ନାବଶେଷ ଏକ ଅନୁସନ୍ଧାନକାରୀ ଦଳ ଚୀନ ଉପସାଗରର ଲୁଜନ ଦ୍ୱୀପ ନିକଟରେ ଠାବ କରିଥିଲେ। 1942 ମସିହାରେ ଫିଲିପାଇନ୍ସ ପାଖରେ ଯୁଦ୍ଧବନ୍ଦୀ ସୈନିକମାନଙ୍କୁ ନେଇ ଯାଉଥିବା ଏହି ଜାହାଜ ବୁଡ଼ିବା ଘଟଣାକୁ ଅଷ୍ଟ୍ରେଲିଆ ଇତିହାସରେ ଅନ୍ୟତମ ଭୟଙ୍କର ଜାହାଜ ଦୁର୍ଘଟଣା ବୋଲି କୁହାଯାଇଛି। ଏହି ବନ୍ଦୀ ସୈନିକମାନଙ୍କୁ ପାପୁଆ ନ୍ୟୁଗିନିଠାରୁ ଚୀନର ହାଇନାନ ପ୍ରଦେଶ ପର୍ଯ୍ୟନ୍ତ ନିଆଯାଉଥିଲା। ସେହି ସମୟରେ ଆମେରିକା ନୌବାହିନୀର ଏକ ଯୁଦ୍ଧ ଜାହାଜରୁ ଟର୍ପେଡୋ ଏହା ଉପରେ ଆକ୍ରମଣ କରିଥିଲା। ସେବେଠାରୁ ଏହି ଜାହାଜର କୌଣସି ସନ୍ଧାନ ମିଳିନଥିଲା। ତେବେ ଏହି ଜାହାଜ ଦୁର୍ଘଟଣାରେ ଅସଲରେ 1000ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଏ। ଜାହାଜ ବୁଡ଼ିବା ଘଟଣାର ଇତିହାସରେ ଟାଇଟାନିକ୍ ସବୁଠାରୁ ଭୟଙ୍କର ଦୁର୍ଘଟଣା ବୋଲି ପରିଚିତ ହେଉଛି। ତେବେ ଏହା ବୁଡ଼ିବାର 3 ବର୍ଷ ଆଗରୁ ସମୁଦ୍ରରେ ଆଉ ଏକ ବିଶାଳ ଜାହାଜ ବୁଡ଼ି ଯାଇଥିଲା। 1908 ମସିହାରେ ବ୍ଲୁ ଆଙ୍କର ଲାଇନ ନାମକ ବ୍ରିଟେନର ଏକ ଜାହାଜ ନିର୍ମାଣକାରୀ କମ୍ପାନୀ SS ୱାରାତା ନାମକ ଏକ ଜାହାଜ ନିର୍ମାଣ କରିଥିଲା। ପ୍ରଥମ ଯାତ୍ରା ସଫଳ କରିବା ପରେ 1909 ମସିହା ଜୁଲାଇ ମାସରେ 211 ଜଣ ଯାତ୍ରୀଙ୍କୁ ଧରି ୱାରାତା ନିଜର ଦ୍ୱିତୀୟ ଯାତ୍ରା ଆରମ୍ଭ କରିଥିଲା। ସେହି ବର୍ଷ ଜୁଲାଇ 26 ତାରିଖରେ ଦକ୍ଷିଣ ଆଫ୍ରିକାର ଡରବାନ ବନ୍ଦରରେ ପହଞ୍ଚି ସେଠାରୁ ରାତି 8ଟାରେ ଏହାର ଯାତ୍ରା ପୁଣି ଆରମ୍ଭ ହେଲା। ଦକ୍ଷିଣ ଆଫ୍ରିକାର ପୂର୍ବ ଉପକୂଳରେ ଯାତ୍ରା କରୁଥିବା ସମୟରେ ଆଉ ଏକ ଜାହାଜର ନାବିକ ୱାରାତାକୁ ଲକ୍ଷ୍ୟ କରିଥିଲେ। ଏହା ସହିତ ଅନବରତ ଆଲୋକ ଜଳାଇ ୱାରାତା ସହିତ ଯୋଗାଯୋଗ ରଖିବାର ଚେଷ୍ଟା ବି କରିଥିଲେ। ତେବେ ଜୁଲାଇ 27 ତାରିଖ ସକାଳେ ୱାରାତା ଆଉ ଦେଖାଯାଇ ନଥିଲା। ସାମୁଦ୍ରିକ ଝଡ଼ ମଧ୍ୟରେ ଏହି ଜାହାଜ କୁଆଡ଼େ ନିଖୋଜ ହୋଇଯାଇଥିଲା ବୋଲି ଦାବି କରାଯାଏ। ଝଡ଼ ଉଠିଥିବା ସମୟରେ ଏଡୱାର୍ଡ ଜୋ କନକ୍ୱେୟାର ନାମକ ଜଣେ ବ୍ୟକ୍ତି ନିକଟବର୍ତ୍ତୀ ଏକ ଦ୍ୱୀପର ବତୀଘରୁ ଟେଲିସ୍କୋପ ଜରିଆରେ ୱାରାତାକୁ ସମୁଦ୍ର ଗର୍ଭରେ ବୁଡ଼ି ଯାଇଥିବାର ଦେଖିଥିଲେ ବୋଲି କହିଥିଲେ। ଜୁଲାଇ 29 ତାରିଖ ସୁଦ୍ଧା ନିଜର ଲକ୍ଷ୍ୟସ୍ଥଳୀ କେପଟାଉନ ବନ୍ଦରରେ ୱାରାତା ନ ପହଞ୍ଚିବାରୁ ଖୋଜାଖୋଜି ଆରମ୍ଭ ହେଲା। ତେବେ ଜାହାଜର କୌଣସି ସନ୍ଧାନ ମିଳିନଥିଲା ଏବଂ ନିଖୋଜ ହୋଇଥିବା ସ୍ଥାନରେ ଅଗଷ୍ଟ 13 ତାରିଖରେ ଅନେକ ମୃତଦେହ ଭାସୁଥିବାର ଅନ୍ୟ ଜାହାଜର ନାବିକ ଓ ଯାତ୍ରୀମାନେ ଦେଖିବାକୁ ପାଇଥିଲେ।